ମୋର ପ୍ରିୟ ଚାଷୀ ବନ୍ଧୁମାନଙ୍କୁ ଗୋଟେ ବଡ଼ ଅପଡ଼େଟ୍ ବା ବଡ଼ ଖବର ଦେବାକୁ ଚାହୁଁଛି, ଯେଉଁଟାକି ଆପଣମାନେ ଜାଣିବା ନିହାତି ଦରକାର। ନ ଜାଣିଲେ ହୁଏତ ପରବର୍ତ୍ତୀ ସମୟରେ ଆପଣମାନେ ନିହାତି ଭାବରେ ପରିସ୍ଥିତିରେ ଏମିତି ଜଟିଳ ହୋଇଯିବ, ଯେଉଁଟାକି ଆପଣମାନେ ଭାବିନଥିବେ। ତ ଅପଡ଼େଟ୍ଟି ହେଉଛି, ଆପଣମାନେ ଜାଣିଥିବେ ଯେଉଁ ଅଦିନିଆ ବର୍ଷା କ୍ଷୟକ୍ଷତି କରିଛି। କିଛି ଚଞ୍ଚକ ଲୋକ ଅଛନ୍ତି, ଯେଉଁଟାକି ଆପଣମାନେ ବି ଯଦି ବି ସେମିତି ଚଞ୍ଚକତା କରିବେ ତ ନିଶ୍ଚୟ ଭାବରେ ହଇରାଣରେ ପଡ଼ିବେ। ତାର କାରଣ କ'ଣ ମୁଁ ନିଶ୍ଚୟ ଭାବରେ କହୁଛି। ଧରାଯାଉ ଆପଣଙ୍କର ବିଲରେ ଧାନ ପଡ଼ିଛି, କିମ୍ବା ଧାନ ଅଳ୍ପ କାଟିଛନ୍ତି କିମ୍ବା ଟୋଟାଲ ବି କାଟି ନାହାନ୍ତି, କିମ୍ବା କେଉଁମାନେ କାଟିଛନ୍ତି ତାଙ୍କର ନଷ୍ଟ ହୋଇଛି, ଯାହାର ତ ପୁରା 100% ନଷ୍ଟ ହୋଇଛି। ଯଦି ଇନ୍ସୁରାନ୍ସ କରିଛନ୍ତି ତ ନିଶ୍ଚୟ ଭାବରେ ଇନ୍ସୁରାନ୍ସର ଟଙ୍କା ହେକ୍ଟର ପ୍ରତି ଅଣଜଳସେଚିତ ଯେଉଁଟା ଅଛି ସେଇଟା ଅଛି 79,000, ଆଉ ହେକ୍ଟର ପ୍ରତି ଜଳସେଚିତ ଯେଉଁଟା ଆଇଛି ସେଇଟା ହେଉଛି 87,000। ତ ସେଇ ହେକ୍ଟରକ ହେଉଛି, ଗୋଟେ ହେକ୍ଟର ହେଉଛି ଆପଣମାନଙ୍କର କେତେ ନା 2.5 ଏକର, ଅର୍ଥାତ୍ 2.5 ଏକର। 2.5 ଏକର ହେଉଛି ଗୋଟେ ହେକ୍ଟର। ତ ଆପଣମାନେ ଜାଣିଥିବେ এই ହେକ୍ଟରକୁ ଯେଉଁମାନେ ଇନ୍ସୁରାନ୍ସ କରିଛନ୍ତି, ଇନ୍ସୁରାନ୍ସ କମ୍ପାନୀ ତାକୁ କ୍ଲେମ୍ କଲେ ନିଶ୍ଚୟ ଭାବେ ଇନ୍ସୁରାନ୍ସ ପଇସାଟି ଦେବେ। ଆଉ এই ଇନ୍ସୁରାନ୍ସ କଲାପରେ ଯଦି ଆପଣମାନେ ଭୁଲ ତଥ୍ୟ ଦେଉଛନ୍ତି, ସେମାନେ ତ ନିଶ୍ଚୟ ଭାବରେ ଆସି ଫିଲ୍ଡ ଭେରିଫିକେସନ୍ କରିବେ। କଲାପରେ ଆପଣମାନଙ୍କୁ ସେ ଟଙ୍କାଟି ଦେବେ। କିନ୍ତୁ ଯଦି ଆପଣମାନେ ଭୁଲ ତଥ୍ୟ ଦେଇ ଟଙ୍କାଟି ପାଇଯାଉଛନ୍ତି, ଇନ୍ସୁରାନ୍ସ ଯେଉଁମାନେ ପାଉଛନ୍ତି ସେମାନେ ତ ହୁଏତ ସେମାନେ ଲାଭ ତ ହେବେ ନାହିଁ, ନିଶ୍ଚୟ ଭାବରେ ତାଙ୍କର ମୂଳ ବି ଉଠିବ ନାହିଁ। ତ ଯଦି ଆପଣମାନେ ଇନ୍ସୁରାନ୍ସ କରିନାହାନ୍ତି, ଯଦି ବ୍ଲକରେ ଆପଣମାନେ ଆପ୍ଲାଏ କରିବାକୁ ଚାହୁଁଛନ୍ତି, ବା ବ୍ଲକର ଯେଉଁ କୃଷକ ସାଥୀ କୃଷକ ସାଥୀ ଯେଉଁମାନେ ଅଛନ୍ତି, ସେମାନେ ବର୍ତ୍ତମାନ ବ୍ଲକର ଦାୟିତ୍ୱ ନେଇଛନ୍ତି। ପ୍ରତି ପଞ୍ଚାୟତରେ ଯେଉଁ କୃଷକ ସାଥୀ ଅଛନ୍ତି, ସେ ଡାଟା ମାଗୁଛନ୍ତି ଯେ କେଉଁମାନଙ୍କର ବର୍ତ୍ତମାନ ସୁଦ୍ଧା ଧାନ ଯେଉଁ ଡ୍ୟାମେଜ୍ ହେଇଛି ବା କ୍ଷୟକ୍ଷତି ହେଇଛି, କେତେ ପରସେଣ୍ଟ ହେଇଛି, ସେ ଲେଖିଦେଲେ ଆପଣମାନଙ୍କୁ କିଛି ସାହାଯ୍ୟ ମିଳିବ ଗଭର୍ଣ୍ଣମେଣ୍ଟ ତରଫରୁ, ଯେଉଁ ସାହାଯ୍ୟଟା ସମୁଦ୍ରକୁ ଶଙ୍ଖେ ସଦୃଶ। ମୋର କହିବାର ଅର୍ଥ, ଆପଣମାନଙ୍କୁ ଟିକେ ବିଚାର କରିବାକୁ ପଡ଼ିବ। ନଚେତ୍ ପରବର୍ତ୍ତୀ ସମୟରେ ଆପଣମାନେ ଜାଣିଥିବେ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଗଲାଣି ଏବଂ ଟୋକନ ମାନେ ମଧ୍ୟ ଆପଣମାନଙ୍କ ମୋବାଇଲକୁ ଆସିଗଲାଣି। এই ଟୋକନ ଗୁଡ଼ିକ ଆସିଛି, ଆପଣମାନଙ୍କ ଯେତିକି କୁଇଣ୍ଟାଲ ଦେଖୁଛନ୍ତି, ଧାନ ଦେଲା ବେଳକୁ ଆପଣଙ୍କର ସେଇ କୁଇଣ୍ଟାଲ ଟୋଟାଲ ଜିରୋ ହୋଇଯାଇଥିବ, କିମ୍ବା ତା ଦେହରୁ କଟି ହିଁ ଯାଇଥିବ। ଆପଣମାନେ ପରବର୍ତ୍ତୀ ସମୟରେ ବାଡ଼ି ଛାଟିବେ, ମୋ କତିକି ଟୋକନ ଆସିଥିଲା, ଗଲା କୁଆଡ଼େ। ତାର ସମ୍ପୂର୍ଣ୍ଣ ତଥ୍ୟ ମୁଁ କହି ରଖୁଛି। ଯଦି ଭୁଲ ତଥ୍ୟ ଦେଇ ସରକାରଙ୍କର ଯେଉଁ ଗାଇଡ଼ଲାଇନ୍ ବର୍ତ୍ତମାନ ଅଛି, ଯଦି କିଛି ଆପଣମାନଙ୍କର କ୍ଷୟକ୍ଷତି ହେଇଛି, ଯଦି ଆପଣମାନେ ଫସଲ ବୀମା କରିନାହାନ୍ତି, ତ ସେମିତି ବ୍ଲକରୁ କିଛି କମ୍ପାନସେସନ୍ ପାଇବେ, ଯେଉଁଟାକି ସାହାଯ୍ୟ ଆପଣଙ୍କୁ କରାଯିବ ଗଭର୍ଣ୍ଣମେଣ୍ଟ ତରଫରୁ। ତାର ବିହିତ ପଦକ୍ଷେପ ହେଉଛି କ'ଣ, ଯେତିକି ଜମି ଉପରେ ଆପଣମାନେ ଟଙ୍କାଟି ପାଇବେ, ମନେ ରଖନ୍ତୁ ମୁଁ କହି ରଖୁଛି, ଯେତିକି ଜମି ଉପରେ ଆପଣ ଟଙ୍କାଟି ପାଇବେ, ସେତିକ ଜମି ସେତିକି ଜମି ଉପରେ ଯେତିକି କୁଇଣ୍ଟାଲ ଧାନ ଆଇଥାନ୍ତା ତାହା କଟିଯିବ। ମନେକର ଆପଣଙ୍କର ଏକରକୁ 19 କୁଇଣ୍ଟାଲ ଆଉଛି ଜଳସେଚିତ, ଏକରକୁ ଆଉଛି ଅଣଜଳସେଚିତ ହେଉଛି 13 କୁଇଣ୍ଟାଲ। ମନେକର ଆପଣଙ୍କର ଜଳସେଚିତ ଜମି ଗୋଟିଏ ଏକର ଆପଣ ରେଜିଷ୍ଟ୍ରେସନ୍ କରିଛନ୍ତି ଏବଂ ତା ଦେହରେ ଆପଣଙ୍କର 19 କୁଇଣ୍ଟାଲ ଆଇଛି। ଆପଣଙ୍କର କ୍ଷତି ଦେଖାଇଦେଲେ ବ୍ଲକକୁ, ଆପଣ ଇନ୍ସୁରାନ୍ସ କରିନାହାନ୍ତି, ବ୍ଲକକୁ ଦେଖାଇଦେଲେ, କିମ୍ବା ଇନ୍ସୁରାନ୍ସ ବି କରିଛନ୍ତି ଯଦି ଦେଖାଇଦେଲେ, ଆପଣମାନଙ୍କର ଏକରକୁ ଅଧ ଏକର ଦେଖାଇଦେଲେ, ଅର୍ଥାତ୍ 50 ଡିସିମିଲି ଦେଖାଇଦେବେ। ତା ଦେହରୁ ପାଇବେ କେତେ ନା ପାଇବେ ହାର୍ଲି 8,000 ରୁ 10,000 ଭିତରେ ପାଇବେ। କିନ୍ତୁ ଲସ୍ କଲେ କେତେ ହିସାବ କରନ୍ତୁ। 50 ଡିସିମିଲି ଆପଣଙ୍କୁ 9 କୁଇଣ୍ଟାଲ ଧରାଯାଉ, 9 ଦିନ 18, 19 କୁଇଣ୍ଟାଲ, 9 କୁଇଣ୍ଟାଲ 50, 9 ତିରିଶ 27,000, 28,000 ପ୍ଲସ୍। ଆପଣ ଜାଣିପାରୁଥିବେ 28,000 ଟଙ୍କାର ଧାନ ଲସ୍ କରିକି ପାଇବେ ମାତ୍ର 9 ରୁ 10,000 ଭିତରେ। ତ ଆପଣମାନେ ବିଚାର କରନ୍ତୁ, ଯଦି ଧାନ ସୁରକ୍ଷିତ ଅଛି କିମ୍ବା କେତେ ପରସେଣ୍ଟ ହେଇଛି ଆପଣମାନେ ଦେଖିଛନ୍ତି, ଯଦି କାଟି ଦେଇଛନ୍ତି, ସମ୍ପୂର୍ଣ୍ଣ ଯଦି ଖରାପ ହେଇଛି ତ ନିଶ୍ଚୟ ଭାବରେ କ୍ଲେମ୍ କରନ୍ତୁ। ଯଦି ଅର୍ଦ୍ଧ ଖରାପ ହେଇଛି, ଆଉ କିଛି ଧାନ ଅଛି ଦେବା ପାଇଁ, ହୁଏତ ଆପଣମାନଙ୍କର, ମୁଁ କହି ରଖୁଛି ଆଉ ଥରେ, ହୁଏତ ଆପଣମାନଙ୍କର ଟୋଟାଲ ଟୋକନଟା ହିଁ କଟି ଯାଇପାରେ। ତ ସେଥିପାଇଁ ଆପଣମାନେ ବିଚାର କରିକି ମିଛ ତଥ୍ୟ ଦେବେ ନାହିଁ, କାରଣ ପରବର୍ତ୍ତୀ ସମୟରେ ଆପଣମାନଙ୍କୁ ହିଁ ଭୋଗିବାକୁ ପଡ଼ିବ।
କାରଣ ସରକାର ଯେହେତୁ ଆପଣମାନଙ୍କୁ ସହାୟତା ରାଶି ଦେବେ, ଆପଣମାନଙ୍କ ଠାରୁ ଆଉ ଧାନ କ୍ରୟ କରିବେ ନାହିଁ। ଆପଣ ଜାଣିଛନ୍ତି ବର୍ତ୍ତମାନ 3100 ଟଙ୍କା ଧାନ ହୋଇଛି। ତ ସରକାର ନିହାତି ଭାବରେ ଏମିତି ଗୋଟେ ପନ୍ଥା ଅବଲମ୍ବନ କରିବେ ଯେଉଁଟାକି ଆପଣମାନେ ଟଙ୍କା ଏଠୁ ନେଇଛନ୍ତି ମାନେ ସେଠୁ ପାଇପାରିବେ ନାହିଁ। ଅର୍ଥାତ୍ ଆପଣଙ୍କ ନାଁଟି ହିଟ୍ ଲିଷ୍ଟରେ ଆସିଯିବ, ଯାହାଫଳରେ ଆପଣଙ୍କର ଧାନଟି ଖରାପ ହୋଇଛି ବୋଲି ନାଁ ଆସିଯିବ। ଆପଣମାନେ ଧାନ ହୁଏତ ଟୋଟାଲ୍ ଦେଇପାରିବେନି, ନଚେତ୍ ଯେତିକି ଡିସମିଲ୍ କରିଥିବେ ସେତିକର ଉପରେ ଧାନ। ଆପଣ ମନେ ମନେ ଭାବିଥିବେ ଯେ ଆମର ତ 5 ଏକର କି 3 ଏକର ଚାଷ କରୁଛୁ, ଧର 1 ଏକର ଖରାପ ହେଇଛି, ଆମେ 3 ଏକରରୁ 5 ଏକରରୁ କିମ୍ବା 3 ଏକରରୁ 1 ଏକର ପଳେଇବ, 2 ଏକର ଉପରେ ଧାନ ଦେବା। ହୁଏତ ସେ 2 ଏକର ବି ନ ଆସିପାରେ, କିମ୍ବା ଯଦି 2 ଏକର ଆସେ ଆପଣଙ୍କର ଯେହେତୁ ଆପଣଙ୍କର ଖରାପ ହେଇଛି, ଆପଣଙ୍କ ଉପରେ ବହୁତ କିଛି ଆକ୍ସନ୍ ନେବେ। କାରଣ ଆପଣଙ୍କ ଧାନ ଯେହେତୁ ଖରାପ ଥିଲା, ସେଥିପାଇଁ ଆପଣଙ୍କ ଧାନକୁ ବହୁତ ତଦାରଖ କରିବେ। ତ ସେଥିପାଇଁ ଆପଣମାନେ ହୁଏତ ସେ ଲସ୍ଟିକୁ ସହିବାକୁ ପଡ଼ିବ ଆପଣଙ୍କୁ। ଯେହେତୁ ଆପଣମାନେ ମଣ୍ଡିରେ ଧାନ ଦେବେ, ଆପଣଙ୍କ ନାଁକୁ ନିଜେ ହିଟ୍ ଲିଷ୍ଟରେ ନ ଆଣି, ତେଣୁକରି ଆପଣମାନେ ଦେଖୁଛନ୍ତି ଯଦି ଡ୍ୟାମେଜ୍ ହେଇଛି, ମିନିମମ୍ 20% ଯେ ଡ୍ୟାମେଜ୍ ହେଇଛି ତ ସହିଯାଆନ୍ତୁ। କାରଣ ଆହୁରି 5 ଏକର ବା 3 ଏକର ବା 1 ଏକର ଯେତିକି ହେଇଛି ଆପଣମାନେ ଧାନ ଦେବେ। ତ ସେଥିପାଇଁ ଆପଣମାନେ ଜମା ବି ବ୍ୟସ୍ତ ହୁଅନ୍ତୁ ନାହିଁ। ବ୍ୟସ୍ତ ବିବ୍ରତ ହେଇଯିବା ଟଙ୍କା ଲୋଭରେ ଯଦି ବ୍ଲକକୁ ସବୁ କିଛି ତଥ୍ୟ ଦେଇଦେବେ ଆପଣମାନଙ୍କ ଖରାପ, ହୁଏତ ଆପଣଙ୍କ ନାଁଟି ସେଇ ଲିଷ୍ଟରେ ଆସିଯାଇପାରେ, ଯେଉଁଟାକି ଆପଣ ପରବର୍ତ୍ତୀ ସମୟରେ ନିଶ୍ଚୟ ଭାବରେ ପସ୍ତେଇବେ। ତ ଏଇଟା ଥିଲା ନିହାତି ଭାବେ ଚାଷୀ ଭାଇ ବନ୍ଧୁମାନଙ୍କ ପାଇଁ ଗୋଟେ ଅପଡ଼େଟ୍। ତ ଯଦି ଏଇଭଳି ତଥ୍ୟ ଆପଣମାନେ ଦେଉଛନ୍ତି, ବିଚାର କରିଦିଅନ୍ତୁ। ଆପଣଙ୍କ ମତ, ଆପଣଙ୍କ ବିଚାର, ଆପଣ ପାଇବେ ଟଙ୍କା, ମୋର ସେଥିରେ କିଛି ଯାଏ ଆସେ ନାହିଁ। କିନ୍ତୁ ଆପଣମାନଙ୍କୁ ସଚେତନ କରିବା, ମୁଁ ଯେହେତୁ ଗୋଟେ ୟୁଟ୍ୟୁବର, ଆପଣମାନଙ୍କୁ ସଚେତନ କରିବା, ଏଇ ପ୍ରତି ସଚେତନ କରିବା, ଯାହାକି ମୁଁ ବିଶେଷ କିଛି ଜାଣିଛି ବୋଲି ଆପଣମାନଙ୍କୁ କହିଲି। ସେଥିପାଇଁ ଆପଣମାନଙ୍କ ଦାୟିତ୍ୱ, ଯଦି ଆପଣମାନେ ନିହାତି ଭାବରେ ଏହାକୁ ପାଳନ କରୁଛନ୍ତି, ତେଣୁ ସଚେତନ ରହିବା ଆପଣଙ୍କ ଦାୟିତ୍ୱ, ଯାହାଫଳରେ ଆପଣମାନେ ନିଶ୍ଚୟ ଭାବରେ ପରବର୍ତ୍ତୀ ସମୟରେ ସଫଳ ହେବେ। ତ ଏଇଟା ଥିଲା ଗୋଟେ ଆପଣମାନଙ୍କ ପାଇଁ ସଚେତନତା। ତ ଆପଣମାନେ ନିଶ୍ଚୟ ଭାବରେ ନିଜର ସଚେତନ ନିଜ ହାତରେ କରିବେ। ଭୁଲ ତଥ୍ୟ ଦିଅନ୍ତୁ ନାହିଁ କି ପରବର୍ତ୍ତୀ ସମୟରେ ଆପଣମାନଙ୍କୁ ନିଜକୁ ପସ୍ତେଇବାକୁ ପଡ଼ିବ ନାହିଁ। ଆଶା କରୁଛି ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗେ ନିଶ୍ଚୟ ଭାବରେ ଲାଇକ୍ କରିବେ, କମେଣ୍ଟ କରିବେ, ଆଉ କେଉଁ ଜାଗାରୁ ଦେଖୁଛନ୍ତି, ଆପଣମାନଙ୍କର ଫସଲର କିଭଳି ଭାବରେ କ୍ଷତି ହେଇଛି ନିଶ୍ଚୟ ଭାବରେ ମୋତେ କମେଣ୍ଟ କରନ୍ତୁ। ଯଦି ମନେ ରଖନ୍ତୁ, ଯଦି 50% ଭଳିଆ କ୍ଷତି ହେଇଛି କିମ୍ବା 40% ଭଳିଆ ବା 40%ରୁ 50% ଭିତରେ କ୍ଷତି ହେଇଛି, ନିଶ୍ଚୟ ଭାବରେ କ୍ଲେମ୍ କରନ୍ତୁ। ଆଉ ଫସଲ ବୀମା ଯୋଜନା ଯଦି କରିଛନ୍ତି, ମନେ ରଖନ୍ତୁ ପ୍ରତିବର୍ଷ ଫସଲ ବୀମା ଯୋଜନା କରନ୍ତୁ, ଯାହାଫଳରେ ଆପଣମାନଙ୍କର ଯଦି ଧାନ କିଛି ବି ନଷ୍ଟ ହୁଏ ନିଶ୍ଚୟ ଭାବରେ ପାଇପାରିବେ। ଆଶା କରୁଛି ଭଲ ଲାଗିଥିଲେ ନିଶ୍ଚୟ ଭାବରେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅନ୍ କରିଦେବେ, ଯାହାଫଳରେ ଆପଣମାନଙ୍କ ଏଇ ଇନଫର୍ମେସନ୍ ଭିଡ଼ିଓ, ଯେକୌଣସି ଭିଡ଼ିଓ ମଣ୍ଡି ସମ୍ବନ୍ଧୀୟ ହେଉ, ଯେକୌଣସି ଇନଫର୍ମେସନ୍ ହେଉ, ଭତ୍ତା ହେଉ, ଆପଣମାନଙ୍କର ସୁଭଦ୍ରା ଯୋଜନା ହେଉ, ମୁଁ ପ୍ରତିଦିନ କିଛି ନା କିଛି ଅପଡ଼େଟ୍ ଦେଉଛି, ଆପଣମାନଙ୍କ କତିରେ ନିଶ୍ଚୟ ଭାବରେ ଯାଇ ପହଞ୍ଚି ପାରିବ। ରହୁଛି, ଭେଟ ହେବ ପୁଣି ଏକ ନୂଆ ଭିଡ଼ିଓ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍କାର, ଜୟ ଜଗନ୍ନାଥ।